नमस्कार दर्शक बंधु मॉर्निंग ओडिशा को आपको स्वागत। प्रत्येक सकाଳେ आम नहीं आसुँ सबुठ त्वरित और सठिक खबर। चलतु आज न्यूज को देखा। प्रथम आसूँ दिल्ली वायुमंडल विषय। राजधानी दिल्लीर वायुमंडल विषाक्त होगी संकट को दूर करने अनेक प्रयास चली तेज बर्तमान पर्यंत कौन आश्वस्ति मिलना। यही समय एक रिपोर्ट आसी जहाँ चिंताजनक रही। AQI इन तथ्य दर्शाऊँ दिल्ली वायुमंडल निश्वास ने प्रतिदिन 14 सिगारेट टाणिबा सहित सामान। देशर अनेक प्रमुख सहरर वायु क्रमशः प्रदूषित होबार लगी। परवर्ती खबर DRDO लड़ुआ विमान एस्केप सिस्टमर सफल परीक्षण। प्रतिरक्षा गवेषणा एवं विकास संगठन DRDO सफलतार सह एक लड़ुआ विमान एस्केप सिस्टमर हाईस्पीड सफल परीक्षण करिछि। ଏହି ପରୀକ୍ଷଣରେ ସଫଳ ପରିଚାଳନା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO IAF ADA HAL ଏବଂ ଶିଳ୍ପକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପରୀକ୍ଷଣ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ADA ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ HAL ସହଯୋଗରେ କରାଯାଇଥିଲା। ଏହାକୁ 800 କିଲୋମିଟର ପ୍ରତି ଘଣ୍ଟାର ସଠିକ୍ ନିୟନ୍ତ୍ରିତ ବେଗରେ ପରୀକ୍ଷଣ କରାଯାଇଛି। ପରବର୍ତ୍ତୀ ଖବର ଡିସେମ୍ବର 8ରେ ବନ୍ଦେ ମାତରମ୍ ଉପରେ ଲୋକସଭାରେ ହେବ ଆଲୋଚନା। ଲୋକସଭାରେ ସୋମବାର ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଉପରେ ଆଲୋଚନା ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକ ଓ BAC ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର ଡିସେମ୍ବର 8ରେ ବନ୍ଦେ ମାତରମ୍ ଉପରେ ଲୋକସଭାରେ ହେବ ଆଲୋଚନା। ଲୋକସଭା ସୋମବାର ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଉପରେ ଆଲୋଚନା ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକ ଓ BAC ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର 9ରେ ନିର୍ବାଚନ ସଂସ୍କାର ଉପରେ ଆଲୋଚନା ପାଇଁ 10 ଘଣ୍ଟା ସମୟ ସ୍ଥିର କରାଯାଇଛି। ପରବର୍ତ୍ତୀ ଖବର ଦମଦାର ଫର୍ମରେ ପାଣ୍ଡ୍ୟା ସୁସ୍ଥ ହୋଇ ଫେରିଲେ ପଡ଼ିଆରେ ଧୁଆଁଧାର ବ୍ୟାଟିଂ କଲେ। ହାର୍ଦ୍ଦିକ ଜଲୁଆ ଦେଖିଲେ ଦର୍ଶକ। ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ T20 ସିରିଜରେ ଖେଳିପାରନ୍ତି ପାଣ୍ଡ୍ୟା। ଧୁଆଁଧାର ବ୍ୟାଟିଂ ସାଙ୍ଗକୁ ବୋଲିଂରେ ବ୍ୟାଟ୍ସମ୍ୟାନଙ୍କ ହୋସ୍ ଉଡ଼ାଇଲେ ପାଣ୍ଡ୍ୟା। 2 ମାସ ପରେ କ୍ରିକେଟ ମଇଦାନକୁ ଫେରି ହାର୍ଦ୍ଦିକ ପାଣ୍ଡ୍ୟା ହଇଚଇ ସୃଷ୍ଟି କରିଛନ୍ତି। ଯଦି ଆପଣ ଏପର୍ଯ୍ୟନ୍ତ ଭିଡ଼ିଓ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ବେଲ୍ ଆଇକନରେ ଅଲ୍ ସିଲେକ୍ଟ କରନ୍ତୁ। ପରବର୍ତ୍ତୀ ଖବର CBSE ପ୍ରାକ୍ଟିକାଲ ପରୀକ୍ଷା 2025-26। CBSE ଶିକ୍ଷାବର୍ଷ 2025-26 ପାଇଁ ଦଶମ ଏବଂ ଦ୍ୱାଦଶ ପାଇଁ ପ୍ରାକ୍ଟିକାଲ ପରୀକ୍ଷା, ପ୍ରୋଜେକ୍ଟ ଆସେସମେଣ୍ଟ ଏବଂ ଇଣ୍ଟରନାଲ ଆସେସମେଣ୍ଟ ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ ଏବଂ ମାନକ କାର୍ଯ୍ୟପ୍ରଣାଳୀ ପ୍ରକାଶ SOP ପ୍ରକାଶ କରିଛି। ବିଦ୍ୟାଳୟଗୁଡ଼ିକରେ ସମାନତା, ସଠିକତା ଏବଂ ମୂଲ୍ୟାୟନର ସଠିକତା ଉପରେ ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ଖବର ନଈ ପେଟରେ ବିଷ, 16 ସ୍ଥାନରେ ନଦୀ ଜଳ ପ୍ରଦୂଷିତ ହେଉଛି ରାଜ୍ୟର ନଦୀ। ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଅତି ସାଂଘାତିକ। ଗଣେଶରାମ ଖୁଣ୍ଟିଆଙ୍କ କହିବା ଅନୁସାରେ କଟକର କାଠଯୋଡ଼ି, ଭୁବନେଶ୍ୱର ଦୟାନଦୀ, ଗଙ୍ଗାନାଳ, ଗୋପଭିଙ୍ଗାରପୁରର କୁଶଭଦ୍ରା, ରାଉରକେଲାର ବ୍ରାହ୍ମଣୀ ଓ ଗୁରାଡ଼ି ନାଳ ପ୍ରଦୂଷିତ ହୋଇଛି। ପରବର୍ତ୍ତୀ ଖବର ଚାଷୀଙ୍କ ଚିନ୍ତା ବଢ଼ାଇଲା ବର୍ଷା, ଭିଜିଲା ଧାନ। ବୈନାମ ମଣ୍ଡିରେ ପଡ଼ିଛି 8107 ପ୍ୟାକେଟ୍ ଧାନ। ପଦ୍ମପୁର ଉପଖଣ୍ଡର ଗତ 28 ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ସୋମବାର 4 ଦିନ ବିତିଯାଇଛି। ସୋମବାର ଭୋରରୁ ବର୍ଷା ହୋଇଛି, ଫଳରେ ଅନେକ ସ୍ଥାନରେ କ୍ଷେତ ଖଳାରେ ପଡ଼ିଥିବା ଅମଳ ଧାନ ଭିଜିଯାଇଛି। ଏହା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ହେଲେ ପଦ୍ମପୁର ଉପଖଣ୍ଡ 6 ବ୍ଲକରେ ଏପର୍ଯ୍ୟନ୍ତ ଧାନ କିଣାବିକା ସ୍ୱାଭାବିକ ହୋଇପାରି ନାହିଁ। ପରବର୍ତ୍ତୀ ଖବର 3 ଦିନରେ ତାପମାତ୍ରା କମିବ 2ରୁ 4 ଡିଗ୍ରୀ। ଆସନ୍ତାକାଲି ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଝାରସୁଗୁଡ଼ା ଜିଲ୍ଲାରେ ସକାଳୁ କୁହୁଡ଼ିର ଆସ୍ତରଣ ଦେଖାଯିବ। ରାଜ୍ୟର ଶୀତ ପ୍ରକୋପ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାରେ 11.5 ଡିଗ୍ରୀ ରେକର୍ଡ ହୋଇଛି। ଏଥିସହ ଦାରିଙ୍ଗବାଡ଼ିରେ 12.5 ଡିଗ୍ରୀ ରାତି ତାପମାତ୍ରା ରହିଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ 4 ଡିଗ୍ରୀ ବୃଦ୍ଧି ପାଇଛି।